নমস্কার দর্শক বন্ধু, বাস্তব কথার বাস্তব পরিচয়। ଅଭାବନୀୟ ଘଟଣା এই ଓଡ଼ିଶାରେ ଆଜି ଚର୍ଚ୍ଚାର ବିଷୟ ପାଲଟି ଯାଇଛି ଏବଂ ପ୍ରତିଟି ଗଣମାଧ୍ୟମ ଚ୍ୟାନେଲରେ ଭାଇରାଲ ହୋଇ ଚାଲିଛି। ବିଷୟବସ୍ତୁ ବ୍ୟାଙ୍କ ମାଗୁଛି ଶବ ସ୍ୱାକ୍ଷର। ଏହି ଅଭାବନୀୟ ଘଟଣା ଘଟିଛି କେଉଁଝର ଜିଲ୍ଲା, ଯାହାକି ଆମ ବର୍ତ୍ତମାନର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେଉଁଝର ଜିଲ୍ଲାରେ। କହି ଦେଉଥାଇ ପରକୁ ଏବଂ ବୁଦ୍ଧି ନଦୀ ସହି ଘରକୁ, ତାକୁ ଟିକିଏ ଓଲଟେଇ ଦେଲେ କହି ଦେଉଥାଏ ନିଜ ଚେଲାଙ୍କୁ, କିନ୍ତୁ ବୁଦ୍ଧି ଦିଶୁନାହିଁ ନିଜ ଜିଲ୍ଲାକୁ। ଏହି ଅଭାବନୀୟ ଘଟଣା ଶବ କାନ୍ଧରେ ବୋହି ବୋହି ଚାଲିଲା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କକୁ ଭାଇ। ପାଟଣା ଥାନା ଅନ୍ତର୍ଗତ କେଉଁଝର ଜିଲ୍ଲାର ମଲ୍ଲିପୋଷି ଗ୍ରାମର ଜିତୁ ମୁଣ୍ଡା, ଯାହାର ଭଉଣୀ 2 ମାସ ତଳୁ ସ୍ୱର୍ଗବାସ କରିଥିଲେ, ତାଙ୍କ ନାମରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପାଟଣା ଥାନା ଅନ୍ତର୍ଗତ ଏହି ବ୍ୟାଙ୍କରେ 19,300 ଟଙ୍କା ଜମା ରହିଥିଲା। 2 ମାସ ପୂର୍ବରୁ ତୁଳସୀ ମୁଣ୍ଡାଙ୍କର ମୃତ୍ୟୁ ହୋଇଯାଇଥିଲା। ଭାଇ ବିଚାରୀ ଦୌଡ଼ି 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 ବ୍ୟାଙ୍କକୁ ବାରମ୍ବାର ନିରାଶ ହେଲା ପରେ ବ୍ୟାଙ୍କ ଅଧିକାରୀଙ୍କ ଗୋଟିଏ ଆଶ୍ୱାସନା ମିଳିଥିଲା ଯେ ଯାହା ନାମରେ ଟଙ୍କା ରହିଛି ସେ ଆକାଉଣ୍ଟଧାରୀଙ୍କୁ ଧରି ଆସ ଏବଂ ତାଙ୍କର ସ୍ୱାକ୍ଷର ହେଲେ ଯାଇ ସବୁଯାକ ଟଙ୍କା ମିଳିବ। କିଛି ଉପାୟ ପାଇଲାନି ଜିତୁ ମୁଣ୍ଡା। 2 ମାସ ତଳୁ ପୋତା ହୋଇଥିବା ଏଇ ଯେଉଁ ଶବ, ତା ନିଜ ଭଉଣୀ କାଲର ମୁଣ୍ଡାର ଶବକୁ କାନ୍ଧରେ ବୋହିଲା। ସେତେବେଳୁ ସେ ଶବରେ କିଛି ନଥିଲା, ମାଂସ ନଥିଲା। କଙ୍କାଳଟିକି ଧରି କାନ୍ଧରେ ବୋହି ବୋହି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପାଟଣା ଶାଖାକୁ ଦୌଡ଼ି ଯାଇଥିଲା ପଇସା ପାଇଁ। ଏହି ଅଭାବନୀୟ ପରିସ୍ଥିତି ବର୍ତ୍ତମାନ ଓଡ଼ିଶାରେ ଏକ ଚାଞ୍ଚଲ୍ୟ ଖେଳିଯାଇଛି। ପୂର୍ବରୁ କଂଗ୍ରେସ ସରକାର, ତାପରେ ବିଜୁ ଜନତା ଦଳ ସରକାର, ବର୍ତ୍ତମାନର ଭାରତୀୟ ଜନତା ପାର୍ଟିର ସରକାର ଖାଲି ଚିତ୍କାର କରୁଛି, ଡିଣ୍ଡିମ ମିଳୁଛି, ସାକ୍ଷରତା ଅଭିଯାନ ଆମର ସଫଳ ହୋଇଛି, ସବୁ ସୁବିଧା ଯୋଗାଇ ଦିଆଯାଇଛି, କେହି ନିରକ୍ଷର ରହିବେ ନାହିଁ, ସମସ୍ତେ ସ୍ୱାକ୍ଷର ହେବେ। କିନ୍ତୁ ଦୁଃଖର ଏବଂ ପରିତାପର ବିଷୟ ଯେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଯେ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଯିଏକି ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଶିକ୍ଷା ନିକେତନରୁ ଆରମ୍ଭ କରିଥିଲେ। ସେଇ ଶିକ୍ଷା ନିକେତନ ବର୍ତ୍ତମାନ ସେଇ ଜିଲ୍ଲାରେ ଆଉ ଶିକ୍ଷାର ବ୍ୟବସ୍ଥା ନାହିଁ। କାହିଁକି ନା ମଲ୍ଲିପୋଷି ଗାଁରେ ସମସ୍ତେ ଅଶିକ୍ଷିତ, କେହି ଜଣେ ପାଠ ପଢ଼ିନାହାନ୍ତି। କିଏ ଦୁର୍ଦ୍ଦଶା! ଓଡ଼ିଶାରେ ବର୍ତ୍ତମାନ ସମସ୍ତେ ସ୍ୱାକ୍ଷରତା ବୋଲି କହିବା ଯେଉଁ ଡିଣ୍ଡିମ ମାରୁଛନ୍ତି, ସେଇଟା ବର୍ତ୍ତମାନ ଏଇଟା ଏକ ଉଦାହରଣ ଯେ ସମସ୍ତେ କିଭଳି ଭାବରେ ସାକ୍ଷର। ବିଚାରୀ ଜିତୁ ମୁଣ୍ଡାଙ୍କୁ ମୃତ୍ୟୁ ସାର୍ଟିଫିକେଟ୍ ଲାଗି ଦରଖାସ୍ତଟିଏ ଲେଖି ଆସୁନାହିଁ, ନା ତାକୁ ସହଯୋଗର ହାତ ବଢ଼େଇଛି ସେଠିକାର ମଲ୍ଲିପୋଷି ଗାଁ ବା ପାଟଣା ଥାନା ବା କେଉଁଝର ଜିଲ୍ଲାର କୌଣସି ରାଜନୈତିକ ଦଳ ବା କୌଣସି ରାଜନୈତିକ ନେତା, କଂଗ୍ରେସର ହଉ ବା ବିଜୁ ଜନତା ଦଳର ହଉ ବା ଭାରତୀୟ ଜନତା ପାର୍ଟିର ହଉ, କେହି ଜଣେ ହାତ ନ ବଢ଼େଇବାରୁ କିଛି ଉପାୟ ନ ପାଇ ଶବକୁ କାନ୍ଧେଇ କାନ୍ଧେଇ ସ୍ୱାକ୍ଷର ଦେବା ପାଇଁ ଚାଲି ଆସିଲା ଏଇ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବ୍ୟାଙ୍କର ଅଧିକାରୀଙ୍କର ଗୋଟିଏ ଉତ୍ତର ଥିଲା ଯେ ଯାହା RBI ବା ଓଡ଼ିଶା ସରକାରଙ୍କର ଗାଇଡଲାଇନ୍ ଅଛି, ସେହି ନିର୍ଦ୍ଦେଶକୁ ଆମେ ପାଳନ କରିଛୁ। କିନ୍ତୁ ଏହି ପରିସ୍ଥିତିଟାକୁ ଗ୍ରାମ୍ୟ ବ୍ୟାଙ୍କର କୌଣସି କ୍ଷେତ୍ରାଧିକାରୀ ପରିଦର୍ଶନକୁ ଯାଇନାହାନ୍ତି। କାହିଁକି? ଏ ପ୍ରଶ୍ନର ଉତ୍ତର ଦେବ କି? ଗୋଟିଏ ଗ୍ରାହକ ଯଦି 2 ମାସ ଧରି ଦୌଡ଼ି ଦୌଡ଼ି ତାର ପଇସା ନିଜ ସଞ୍ଚିତ ଅର୍ଥକୁ ବ୍ୟାଙ୍କରେ ଗଚ୍ଛିତ ରଖିଲା ପରେ ପଇସା ପାଉନାହିଁ ଏବଂ ବାରମ୍ବାର କହିଲା ପରେ ଯେ ମୋର ଯିଏ ଅଛନ୍ତି ବ୍ୟାଙ୍କର ଆକାଉଣ୍ଟଧାରୀ ସେ ମୃତ, ତାର ସତ୍ୟତା ପରୀକ୍ଷା କରିବାକୁ ବ୍ୟାଙ୍କରେ ନିଯୁକ୍ତି ପାଇଥିବା କ୍ଷେତ୍ରାଧିକାରୀ କାହିଁକି ସେ ଉକ୍ତ କ୍ଷେତ୍ରକୁ ପରିଦର୍ଶନରେ ଯାଇନାହାନ୍ତି? ଏହାର ଉତ୍ତର ଦେବ କି? ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ କ'ଣ କରୁଛନ୍ତି? ମାନନୀୟ
ଶିକ୍ଷାମନ୍ତ୍ରୀ କ'ଣ କରୁଛନ୍ତି? ଯଦି ଗୋଟିଏ ସ୍ୱତନ୍ତ୍ର ଭାବରେ ସବୁ ସୁବିଧା ଦିଆଯାଉଛି, କେଉଁଝର ଜିଲ୍ଲା ପାଇଁ ସମସ୍ତ ସୁବିଧା ଦିଆଯାଉଛି, ଏ ଶିକ୍ଷାର ବ୍ୟବସ୍ଥା କାହିଁକି ନାହିଁ? ଏ ଶିକ୍ଷାର ବ୍ୟବସ୍ଥା ଅବ୍ୟବସ୍ଥା କାହିଁକି ହେଇଛି? ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଗ୍ରାହକମାନେ ବ୍ୟାଙ୍କରୁ ଏତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯଦି କୌଣସି ଏଇ କେଉଁଝର ଜିଲ୍ଲାର ଗୋଟିଏ ଗାଁରେ ଲୋକ ପାଠ ପଢ଼ିନାହାନ୍ତି ଏବଂ ପାଠ ପଢ଼ିବାର ସୁବିଧା ମଧ୍ୟ ନାହିଁ, ସଚେତନତା କାର୍ଯ୍ୟକ୍ରମ ସୃଷ୍ଟି ହେଇପାରୁନି, ତାହେଲେ ସାରା ରାଜ୍ୟର କଥା କହିବା କ'ଣ? ଆଶା କରାଯାଏ ଦିନକୁ ଦିନ ବୋଧେ ଏଇ ଓଡ଼ିଶା ଦିନେ ନା ଦିନେ ଏମିତି ନିରକ୍ଷର ହେଇଯିବ, ଆଉ ଦିନେ ଦିନେ ଏଠି ମୂର୍ଖମାନଙ୍କ ରାଜୁତି ବଢ଼ି ଚାଲିବ। ମୋର ଗୋଟିଏ କଥା ଅନୁରୋଧ କରିବି ବାର୍ତ୍ତା ମାଧ୍ୟମରେ ଓଡ଼ିଶା ସରକାରଙ୍କୁ, ଯେଉଁ ଛାତ୍ରତା ଅଭିଯାନର ଆପଣ ବର୍ଣ୍ଣନା କରିଛନ୍ତି, ସେ କମ୍ରେ କମ୍ ସମସ୍ତଙ୍କୁ ଉତ୍ତର କରନ୍ତୁ, ସମସ୍ତଙ୍କୁ ସଚେତନ କରନ୍ତୁ, ସମସ୍ତଙ୍କୁ ସେଇ ଦିଗରେ ଦିଗଦର୍ଶନ ଦିଅନ୍ତୁ ଯେଉଁମାନେ ଏଇ କାମ କରୁଛନ୍ତି ଏବଂ ଆପଣମାନଙ୍କ ଚେଲାମାନେ ଆପଣଙ୍କ ରାଜନୀତି କରୁଛନ୍ତି, ସ୍ଥାନୀୟ ସରପଞ୍ଚ ହୁଅନ୍ତୁ, ତାଙ୍କର ସ୍ଥାନୀୟ କର୍ପୋରେଟର ହୁଅନ୍ତୁ, ସ୍ଥାନୀୟ ୱାର୍ଡ ମେମ୍ବର ହୁଅନ୍ତୁ, ସମସ୍ତଙ୍କୁ ଶିଖାନ୍ତୁ, ସମସ୍ତଙ୍କୁ ବାର୍ତ୍ତା ଦିଅନ୍ତୁ, ସମସ୍ତଙ୍କୁ ନିର୍ଦ୍ଦେଶ ଦିଅନ୍ତୁ, ସମସ୍ତେ ଓଡ଼ିଶାର ଭିତ୍ତିଭୂମି ନଜର ଦିଅନ୍ତୁ ଏବଂ ଏଇ ଦଳିତ ଆଦିବାସୀମାନଙ୍କୁ ସବୁବେଳେ ସହାୟ ହୁଅନ୍ତୁ ଏବଂ ସହାୟତା ଯୋଗାଇ ଦିଅନ୍ତୁ, ଯାହାଫଳରେ କି ଆଉ ଏଇଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବନି ଏବଂ ଏ ଓଡ଼ିଶାକୁ ସାରା ଭାରତରେ, ସାରା ଦେଶରେ ନିନ୍ଦିତ କରିବାର ସୁଯୋଗ ମିଳିବ ନାହିଁ। କାରଣ ଓଡ଼ିଶା ସବୁବେଳେ ସର୍ବାଗ୍ରେ ରହିଛି, ସର୍ବାଗ୍ରେ ରହିବ ଏବଂ ସବୁବେଳେ ସର୍ବାଗ୍ରେ ମଧ୍ୟ ରହିବ। ଧନ୍ୟବାଦ।